ମାଛର ବିଭିନ୍ନ ପ୍ରକାର ରେସିପି ଖାଇକି ଯଦି ଆପଣ ବୋର୍ ହୋଇଗଲେଣି ତାହେଲେ ଟ୍ରାଏ କରନ୍ତୁ ଏଇ ସୁପର ଟେଷ୍ଟି ମାଛ ମସଲା। ଖାଇବାକୁ ଅତି ସୁଆଦିଆ ହେଇଥାଏ। ଆପଣ ଏହାକୁ ଷ୍ଟାର୍ଟର ହିସାବରେ ଖାଇପାରିବେ, ନହେଲେ ତ ସାଇଡ୍ ଆଇଟମ୍ ହିସାବରେ ଖାଇପାରିବେ। ବନେଇବା ବି ବହୁତ ସହଜ ହେଇଥାଏ। ମାଛ ତରକାରୀ ତ ବହୁତ ସମୟ ଲାଗିଥାଏ, କିନ୍ତୁ ମାଛ ମସଲା ବନେଇବା ବହୁତ କମ୍ ସମୟ ଲାଗିଥାଏ। ଭିଡ଼ିଓଟିକୁ ଫୁଲ୍ ୱାଚ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଆସିଥିବେ ତାହେଲେ ସବସ୍କ୍ରାଇବ୍ କରିଦେବେ। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ରୋଜାଲିନ୍ ଆପଣମାନଙ୍କୁ ସ୍ୱାଗତ କରୁଛି ଆର୍ଏସ୍ ସାନ୍ଭି ହୋମ୍ କୁକିଂକୁ। ଏବେ ଚାଲନ୍ତୁ ଆମର ଏଇ ମାଛ ମସଲା ରେସିପିଟି ଷ୍ଟାର୍ଟ କରିନେବା। ତ ମାଛ ମସଲା ରେସିପିଟି ଷ୍ଟାର୍ଟ କରିବା ପାଇଁ ପ୍ରଥମେ ତୁମକୁ ମାଛ ଦରକାର। ତ ଏଇଠି ମୁଁ 500 ଗ୍ରାମର ମାଛ ନେଇଯାଇଛି। ମାଛକୁ ମୁଁ ପ୍ରଥମେ ଭଲସେ କ୍ଲିନ୍ କରିକି ଧୋଇକି ନେଇ ଆସିଛି। ଏବେ ଆମେ ସେଥିରେ ଦେଇଦେବା ହଳଦୀ। ତ ଆମେ ମାଛକୁ ଦେଖିକି ହଳଦୀ ଆମେ ସେଇ ଅନୁସାରେ ନେଇଯିବା। ଏବେ ଆମେ ମାଛକୁ ଦେଖିକି ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତ ଏଇଠି ମୁଁ 2 ଛୋଟ ଚାମଚ ଲୁଣ ଦେଇ ଦେଉଛି। ଆପଣ ଯଦି ଅଧିକ ପରିମାଣରେ ମାଛ ବ୍ୟବହାର କରୁଥିବେ ତାହେଲେ ସେଇ ଅନୁସାରେ ଆପଣ ଦେଖିକି ଲୁଣ ଆଉ ହଳଦୀ ୟୁଜ୍ କରିନେବେ। ଏବେ ଆମେ ମାଛକୁ ହଳଦୀ ଆଉ ଲୁଣ ସହିତ ଭଲସେ ମିକ୍ସ କରିନେବା। ମାଛକୁ ମୁଁ ଭଲସେ ଲୁଣ ଆଉ ହଳଦୀ ସହିତ ଭଲସେ ମିକ୍ସ କରି ନେଇଛି। ଏବେ ଆମେ ମାଛକୁ ଭଲସେ ତେଲରେ ଛାଣି ନେବା। ତ ତେଲକୁ ମୁଁ ପୂର୍ବରୁ ଏଇଠି ଗରମ କରିକି ରଖିଦେଇଥିଲି। ଏବେ ଆମେ ସେଥିରେ ମିକ୍ସ କରିଥିବା ମାଛକୁ ଏବେ ପକେଇ ନେବା। ଆପଣ ଚାହିଁଲେ ଏଇଠି ମାଛକୁ ଭାଜି ପାରିବେ, କିନ୍ତୁ ତେଲରେ ଛାଣିବା ଦ୍ୱାରା ତାର ଟେଷ୍ଟଟା ବହୁତ ହିଁ ଭଲ ଆସିଥାଏ। ଖାଇବାକୁ ବହୁତ ହିଁ ଟେଷ୍ଟି ଲାଗିଥାଏ। ଏଇଠି ମୁଁ ଗରମ ତେଲରେ ସବୁ ମାଛକୁ ପକେଇ ଦେଇଛି। ଏବେ ଆମେ କିଛି ସମୟ ହେବା ପାଇଁ ଛାଡ଼ିଦେବା। ଏଇଠି ଆପଣ ଦେଖିପାରୁଥିବେ ମାଛର ଗୋଟେ ପଟ ସାଇଡ୍ ହେଇ ଆସିଲାଣି। ଆମେ ଏବେ ଆରପଟ ସାଇଡ୍କୁ କରିନେବା। ଆପଣ ଏମିତି ମାଛକୁ ତେଲରେ ଛାଣିକି ମାଛ ମସଲା ପ୍ରସ୍ତୁତ କରନ୍ତୁ। ଦେଖିବେ ଖାଇବାକୁ ବହୁତ ହିଁ ଟେଷ୍ଟି ଲାଗିବ। ଆପଣ ଥରେ ବନେଇଲେ ବାରମ୍ବାର ଖାଇବାକୁ ଇଚ୍ଛା କରିବେ। ଏଇଠି ଆପଣ ଦେଖିପାରୁଥିବେ ମାଛ ଭଲକି ଭାଜି ହୋଇଯାଇଛି। ଏବେ ଆମେ ଏହାକୁ ଛାଣିକି ଗୋଟେ ପ୍ଲେଟ୍ରେ ବାହାର କରିନେବା। ସବୁତିକ ମାଛକୁ ମୁଁ ଭଲସେ ଭାଜିକି ଦେଖନ୍ତୁ ଏଇଠି ମୁଁ ଗୋଟେ ପ୍ଲେଟ୍ରେ ନେଇ ଆସିଛି। ଯେହେତୁ ଆଜି ମୁଁ ଆପଣମାନଙ୍କୁ ନୂଆ ଷ୍ଟାଇଲ୍ରେ ମାଛ ମସଲା ପ୍ରସ୍ତୁତ କରିକି ଦେଖାଉଛି, ତ ସେଥିପାଇଁ ଚାଲନ୍ତୁ ଆମେ ମସଲା ପ୍ରସ୍ତୁତ କରିନେବା। ମସଲା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମୁଁ ଏଇଠି କରେଇ ନେଇଯାଇଛି। କରେଇଟା ଟିକେ ଗରମ ହୋଇସାରିଲା ପରେ ସେଥିରେ ଆମେ ମଷ୍ଟାର୍ଡ ଅଏଲ୍ ପକାଇବା। ତ ଏଇଠି ମୁଁ ମଷ୍ଟାର୍ଡ ଅଏଲ୍ 2ରୁ 3 ଚାମଚ ନେଇଯାଉଛି। ତେଲଟି ଆମର ଗରମ ହୋଇଗଲାଣି। ସେଥିରେ ଆମେ କିଛି ଶୁଖିଲା ମସଲା ପକାଇବା। ତ ଏଇଠି ମୁଁ 3ଟି ଗୁଜୁରାତି, ଅଳ୍ପ କିଛି ଗୋଲମରିଚ, 3-4ଟି ଲବଙ୍ଗ ନେଇଯାଇଛି। ଏହାକୁ ଆମେ ଟିକେ ତେଲରେ ହାଲକା ହାଲକା କରିକି ଭାଜି ନେବା। ଆପଣ ନିଶ୍ଚୟ ଏହି ଶୁଖିଲା ମସଲା ପକାଇବେ। ଶୁଖିଲା ମସଲା ପକାଇବା ଦ୍ୱାରା ଆମର ମାଛ ମସଲାର ସ୍ମେଲ୍ଟା ବହୁତ ହିଁ ଭଲ ଆସିଥାଏ। ଏବେ ଆମେ ସେଥିରେ ଦେଇଦେବା କଟା ପିଆଜକୁ। ଏଇଠି ମୁଁ 3ଟି ବଡ଼ ସାଇଜ୍ର ପିଆଜକୁ ଲମ୍ବା ଲମ୍ବା ପିସ୍ କରିକି କାଟିକି ନେଇଯାଇଛି। ଆପଣ ଏଇଠି ଚାହିଁଲେ ପିଆଜର କ୍ୱାଣ୍ଟିଟିକୁ ବଢ଼େଇ ପାରିବେ, କାରଣ ଯେତେ ପିଆଜ ପଡ଼ିବ ତାର ଟେଷ୍ଟଟା ବହୁତ ହିଁ ବଢ଼ିଆ ଆସିଯିବ। ଏବେ ଆମେ ତେଲରେ ପିଆଜକୁ ହାଲକା ହାଲକା କରିକି ଭାଜି ନେବା। ଏଇଠି ଦେଖନ୍ତୁ ପିଆଜ ଆମର ହାଲକା ହାଲକା ହୋଇକି ଭାଜି ହୋଇଗଲାଣି। ପିଆଜକୁ ଆପଣ ବେଶୀ କଡ଼ାକି ଭାଜିବେନି, ଜଷ୍ଟ ଏମିତି ହିଁ ହାଲକା ହାଲକା କରିକି ଭାଜି ନେବେ। ଏବେ ଆମେ ସେଥିରେ ଦେଇଦେବା ଟମାଟୋକୁ। ତ ଏଇଠି ମୁଁ ମିଡ଼ିୟମ୍ ସାଇଜ୍ର 2ଟି ଟମାଟୋକୁ ଲମ୍ବା ଲମ୍ବା ପିସେସ୍ କରିକି କାଟିକି ନେଇଯାଇଛି। ଏବେ ଆମେ ସେଥିରେ ଦେଇଦେବା। ଟମାଟୋକୁ ଦେଇ ସାରିଲା ପରେ ଟମାଟୋକୁ ପିଆଜ ସହିତ ଭଲସେ ଆଗ ମିକ୍ସ କରିନେବେ। ମିକ୍ସ କରିସାରିଲା ପରେ ହାଲକା ହାଲକା କରିକି ଭାଜି ନେବେ। ଟମାଟୋ ଟିକେ ପିଆଜ ସହିତ ସେଟ୍ ହେବା ପାଇଁ ତାକୁ ଆମେ 2ରୁ 3 ମିନିଟ୍ ପାଇଁ କଭର୍ କରିନେବା। ଏବେ ଚାଲନ୍ତୁ ଦେଖିନେବା। ଏଇଠି ଦେଖନ୍ତୁ ଟମାଟୋ ବି ପିଆଜ ସହିତ ଭଲସେ ସେଟ୍ ହେଇଯାଇଛି। ଏବେ ଆମେ ସବୁତିକକୁ ଭଲସେ ମିକ୍ସ କରିକି ହାଲକା ହାଲକା ଟିକେ ଭାଜି ନେବା। ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତ ଏଇଠି ମୁଁ ମସଲାକୁ ଦେଖିକି ଗୋଟେ ଛୋଟ ଚାମଚ ଲୁଣ ଦେଇ ଦେଉଛି। ରାଗ ପାଇଁ ଏବେ ଆମେ ଦେଇଦେବା ଲଙ୍କାଗୁଣ୍ଡ। ତ ଏଇଠି ମୁଁ ନର୍ମାଲ ଲଙ୍କାଗୁଣ୍ଡ ୟୁଜ୍ କରିଛି 1/2 ଚାମଚ। ଆପଣ ଚାହିଁଲେ ଲଙ୍କାଗୁଣ୍ଡ ବି କମ୍ ବେଶୀ ବି କରିପାରିବେ। ସେଥିରେ ଆମେ କିଛି ବେସିକ୍ ମସଲା ଆଡ଼୍ କରିବା। ତ ଏଇଠି ମୁଁ 1/2 ଚାମଚ ଚିକେନ୍ ମସଲା ନେଇଯାଉଛି। 1/2 ଚାମଚରୁ ଟିକେ କମ୍ ଗରମ ମସଲା ଦେଇଦେବା। ମାଛ ମସଲାର ଭଲ କଲର୍ ଆଣିବା ପାଇଁ ସେଥିରେ ଆମେ ଦେଇଦେବା 1 ଚାମଚ କାଶ୍ମୀର ଲଙ୍କାଗୁଣ୍ଡ। ଏଇଠି ଆମେ ସବୁ ମସଲାକୁ ଆଡ଼୍ କରି ନେଇଛେ।
ସବୁ ମସଲାକୁ ପିଆଜ ଆଉ ଟମାଟୋ ସହିତ ଭଲସେ ମିକ୍ସ କରି ନେବା। ଏଇଠି ଦେଖନ୍ତୁ ମସଲାକୁ ପିଆଜ ଆଉ ଟମାଟୋ ସହିତ ଭଲସେ ମୁଁ ମିକ୍ସ କରି ନେଇଛି। ପିଆଜ ଆଉ ଟମାଟୋ ସହିତ ମସଲାକୁ ଭଲସେ ଟିକେ ସେଟ୍ କରିବା ପାଇଁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ କଭର କରି ନେବା। ଏବେ ଚାଲନ୍ତୁ ଦେଖି ନେବା। ଏଇଠି ଆପଣ ଦେଖିପାରୁଥିବେ ମସଲା ଭଲସେ ପିଆଜ ସହିତ ସେଟ୍ ହେଇଯାଇଛି। ଏବେ ଆମେ ମସଲାରେ ଭାଜିକି ରଖିଥିବା ବା ଛାଣିକି ରଖିଥିବା ମାଛକୁ ସେଥିରେ ଆମେ ଦେଇଦେବା। ଦେଇ ସାରିଲା ପରେ ମସଲା ସହିତ ମାଛକୁ ଭଲସେ ମିକ୍ସ କରି ନେବା, ଯାହାଦ୍ୱାରା ମସଲା ମାଛ ସହିତ ଭଲସେ ସେଟ୍ ହେଇଯିବ, ଖାଇବାକୁ ବହୁତ ହିଁ ଟେଷ୍ଟି ଲାଗିବ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ମୋ ଭିଡ଼ିଓଟି ଦେଖିଲେଣି। ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟରେ ମୋତେ ନିଶ୍ଚିନ୍ତ ଜଣାଇବେ। ଯଦି ଭଲ ଲାଗିଥିବ ତାହେଲେ ଗୋଟେ ଲାଇକ୍ କରିଦେବେ। ଆପଣଙ୍କ ଫ୍ରେଣ୍ଡସ୍ମାନଙ୍କୁ ବହୁତ ପରିମାଣରେ ସେୟାର କରିବେ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଆସିଥିବେ ତାହେଲେ ସବସ୍କ୍ରାଇବ୍ କରିଦେବେ। ଏଇଠି ଦେଖନ୍ତୁ ମସଲା ସହିତ ମାଛକୁ ମୁଁ ଭଲସେ ସେଟ୍ କରି ନେଇଛି। ଏବେ ଆମେ ସେଥିରେ କିଛି ମସଲା ଦେଇଦେବା। ତ ଏଇଠି ମୁଁ ଗୋଟେ ବୁଦା ରସୁଣକୁ ଚୋପା ଛଡ଼େଇକି ଛୋଟ ଛୋଟ ପିସେସ୍ କରିକି କାଟି ନେଇଯାଇଛି। 3-4ଟି କଞ୍ଚା ଲଙ୍କାକୁ ମଝିରୁ କାଟି ନେଇଯାଇଛି। ଏବେ ଆମେ ରସୁଣ ଆଉ କଞ୍ଚା ଲଙ୍କାକୁ ମାଛରେ ଦେଇଦେବା। ମାଛରେ ଦେଇ ସାରିଲା ପରେ ମାଛକୁ ରସୁଣ ଆଉ କଞ୍ଚା ଲଙ୍କା ସହିତ ଭଲସେ ମିକ୍ସ କରି ନେବା। ଏଇଠି ଦେଖନ୍ତୁ ମୁଁ ଭଲସେ ମିକ୍ସ କରି ନେଇଛି। ଏବେ ଆମେ 4ରୁ 5 ମିନିଟ୍ ପର୍ଯ୍ୟନ୍ତ କଭର କରିବା, ଯାହାଦ୍ୱାରା ତାର ସ୍ମେଲଟା ବହୁତ ଭଲ ଆସିଥାଏ। ଏହି ଷ୍ଟେଜରେ ଆପଣ ଗ୍ୟାସକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିବେ, ଜମାରୁ ବି ହାଇ ଦେବେନି। ଏଇଠି ଆପଣ ଦେଖିପାରୁଥିବେ ମସଲା ଆମର ଭଲସେ ମାଛ ସହିତ ସେଟ୍ ହେଇଯାଇଛି। କେତେ ବଢ଼ିଆ ସ୍ମେଲ୍ ଆସୁଛି। ଆପଣ ନିଶ୍ଚୟ ଘରେ ଟ୍ରାଏ କରନ୍ତୁ, ଦେଖିବେ ଏହାର ସ୍ମେଲ୍ ସହିତ ଖାଇବାକୁ ବହୁତ ହିଁ ଟେଷ୍ଟି ଲାଗିବ। ଆପଣ ଥରେ ବନେଇଲେ ବାରମ୍ବାର ବନେଇବାକୁ ଇଚ୍ଛା କରିବେ। ଏଇଠି ଆପଣ ଦେଖିପାରୁଥିବେ କେତେ ବଢ଼ିଆ କଲର୍ ଗୋଟେ ଆସିଗଲାଣି। ତ ଏଇଠି ଆମର ମାଛ ମସଲା ରେଡ଼ି ହେଇଯାଇଛି। ଏବେ ଆମେ ଗ୍ୟାସକୁ ଅଫ୍ କରି ନେବା। ଦେଖନ୍ତୁ ଏଇଠି ମୁଁ ଗୋଟେ ପ୍ଲେଟ୍ରେ ମାଛ ମସଲାକୁ ସର୍ଭ କରି ନେଉଛି। କେତେ ବଢ଼ିଆ ଦେଖାଯାଉଛି। ଆପଣ ପ୍ଲିଜ୍ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଏହି ନୂଆ ପ୍ରକାର ବା ନୂଆ ଶୈଳୀରେ ମାଛ ମସଲାକୁ ଘରେ ଥରେ ବନାନ୍ତୁ, ସମସ୍ତଙ୍କୁ ଖୁଆନ୍ତୁ, ଦେଖିବେ ଖାଇବାକୁ ବହୁତ ହିଁ ଟେଷ୍ଟି ଲାଗିବ। ଆପଣଙ୍କୁ ମୋର ଏହି ଭିଡ଼ିଓଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟରେ ମୋତେ ନିଶ୍ଚିନ୍ତ ଜଣାନ୍ତୁ। ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ, ସେୟାର କରିବେ, ଆପଣଙ୍କ ଫ୍ରେଣ୍ଡସ୍ମାନଙ୍କୁ ବହୁତ ପରିମାଣରେ ସେୟାର କରିବେ। ଆପଣଙ୍କୁ ମୁଁ ଏଇଠି ଦେଖେଇ ଦେଉଛି ମାଛ ମସଲା ଆମର କେତେ କ୍ରିସ୍ପି ବନିଛି, କେତେ ଟେଷ୍ଟି ବନିଛି। ଏଇଠି ଆମର ପ୍ରସ୍ତୁତ ହୋଇଯାଇଛି ନୂଆ ଶୈଳୀରେ ମାଛ ମସଲା। ଆପଣ ଯଦି ମୋ ଭିଡ଼ିଓ ସବୁବେଳେ ଦେଖିବାକୁ ଚାହୁଁଛନ୍ତି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ ଅପସନ୍ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖକୁ ଫାଷ୍ଟ ନୋଟିଫିକେସନ୍ ଯିବ। ରହୁଛି, ଧନ୍ୟବାଦ।